କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ, କଳ୍ପନା କ୍ଲବ ଓ ଉପଖଣ୍ଡ ସାମ୍ବାଦିକ ସଂଘର ମିଳିତ ଉଦ୍ୟମରେ କଳ୍ପନା କ୍ଲବ ପରିସରରେ ନୂତନ ବର୍ଷ ଉପଲକ୍ଷେ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। ସମାଜ ପାଠକ ବିଚାର ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟବ୍ରତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିତା ପ୍ରତି ଯୁବଗୋଷ୍ଠୀ ଆକୃଷ୍ଟ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ, ମେଜର ପ୍ରଭାତ କୁମାର ଦାସ, ଅଧ୍ୟାପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାସ ପ୍ରମୁଖ ଏହି ମଞ୍ଚ ମାଧ୍ୟମରେ ଲୁକାୟିତ ପ୍ରତିଭାର ପରିପ୍ରକାଶ ଘଟିପାରିବ ବୋଲି ପ୍ରକାଶ କରିଥିଲେ। ସଭାପତି ଜ୍ଞାନରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି କବିତା ପାଠ ମାଧ୍ୟମରେ ଯୁବ ସମାଜରେ ଏକ ଆନ୍ଦୋଳନ ସମ୍ଭବ ହୋଇପାରିବ ବୋଲି କହିଥିଲେ। ସମ୍ପାଦକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ଶ୍ରୀରାମ ରାଉତ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମଣ୍ଟୁ ପ୍ରଧାନ, ନିରଞ୍ଜନ ହୋତା, ପ୍ରଜ୍ଞା ପ୍ରବର୍ତ୍ତିକା ଦାସ, ନିରଞ୍ଜନ ସାହୁ, ବିମଳ କୁମାର ପରିଡ଼ା, ସମରେନ୍ଦ୍ର ନାୟକ, ଦେବୀପ୍ରସାଦ ନାୟକ, ଦୁର୍ଯ୍ୟୋଧନ ସାହୁ, ଦୁର୍ଗାପ୍ରସାଦ ମୁଦୁଲି, ଜଳଧର ସ୍ୱାଇଁ, ଜ୍ୟୋତ୍ସ୍ନାମୟୀ ପାଣି ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।